ମରିଛନ୍ତି ଯୀଶୁ ଆମ ପାଇଁ, ମରିଛନ୍ତି ଯୀଶୁ ଆମ ପାଇଁ। କାଲବାରି କ୍ରୁଶରେ ରକ୍ତ ଦେଇ ମୋର ପାଇଁ ଆଉ ତୁମରି ପାଇଁ, ମୋର ପାଇଁ ଆଉ ତୁମରି ପାଇଁ। ମରିଛନ୍ତି ଯୀଶୁ ଆମ ପାଇଁ। ପ୍ରିୟ ଶ୍ରୋତା ବନ୍ଧୁ, ପ୍ରଭୁ ଶ୍ରୀଖ୍ରୀଷ୍ଟଙ୍କ ପବିତ୍ର ନାମରେ ଆପଣଙ୍କୁ ଶୁଭେଚ୍ଛା। ପବିତ୍ର ବାଇବଲର ଗୀତ ସଂହିତା ପୁସ୍ତକ 14 ଗୀତର ପ୍ରଥମ ପଦରେ ଆମେ ଏହିପରି ପାଠ କରୁ। ମୂଢ଼ ମନେ ମନେ କହିଅଛି, ପରମେଶ୍ୱର ନାହାନ୍ତି। ସେମାନେ ଭ୍ରଷ୍ଟ, ସେମାନେ ଘୃଣାଯୋଗ୍ୟ କର୍ମ କରିଅଛନ୍ତି, ସୁକର୍ମକାରୀ କେହି ନାହିଁ। ସୁକର୍ମ ଅର୍ଥାତ୍ ସତ୍କର୍ମ, ଯାହା କୌଣସି ଲାଭ ବା ପୁରସ୍କାର ପାଇବାର ଇଚ୍ଛାରେ କରାଯାଏ ନାହିଁ। ଯଦି ଜଣେ ନିଜ ମନରେ କହେ ଯେ ଈଶ୍ୱର ନାହାନ୍ତି, ତେବେ କୌଣସି ପ୍ରକାର ଉତ୍ତମ କର୍ମ କରିବାକୁ ତା ମନରେ ଇଚ୍ଛା ଜାଗ୍ରତ ହୁଏ ନାହିଁ। ସେ ସର୍ବଦା ସ୍ୱାର୍ଥପୂର୍ଣ୍ଣ କାର୍ଯ୍ୟ କରେ। ତାହାର ବ୍ୟବହାର ଛଳ, କପଟ, ଈର୍ଷା, ଅହଙ୍କାର, କ୍ରୂରତା ଓ ଅଭଦ୍ରତାରେ ପୂର୍ଣ୍ଣ ଥାଏ। ସେହି ମୂଢ଼ ସମାଜ କହେ ଈଶ୍ୱର ନାହାନ୍ତି। ତଥାପି ଏହିପରି ଆଉ ଏକ ସମାଜ ଅଛି, ଯାହା ଉତ୍ତମ କାର୍ଯ୍ୟ କରି ନିଜକୁ ଯଥାର୍ଥ ବୋଲି କହିବା ଉଚିତ ମନେ କରେ। ନିଜର ପାପ ଅପରାଧକୁ ଧୌତ କରିବାକୁ ପୁଣି ପବିତ୍ର ସାଧୁ ଲୋକ ବୋଲି ଲୋକେ ଯେପରି କହିବେ, ତେଣୁ ସାମାଜିକ ଓ ଧାର୍ମିକ ସଂସ୍ଥାଗୁଡ଼ିକ ଦାନ ଦେବା, ଭୋଜନ ବସ୍ତୁ, ଔଷଧ ଏବଂ ଅନ୍ୟାନ୍ୟ ବସ୍ତୁ ବିତରଣ କରିବା ଆଦି ବିଭିନ୍ନ କର୍ମ କରୁଥାନ୍ତି। ଦରିଦ୍ର ଓ ଭିକାରୀଙ୍କ ସେବା କରିବା ତଥା ବିଶିଷ୍ଟ ଲୋକଙ୍କ ସେବା କରିବା ଦ୍ୱାରା ସେମାନେ ଭାବନ୍ତି ଯେ ଈଶ୍ୱର ସେମାନଙ୍କୁ କ୍ଷମା କରିବେ ଓ ସ୍ୱର୍ଗରେ ସେମାନଙ୍କୁ ସ୍ଥାନ ଦେବେ। ପବିତ୍ର ବାଇବଲ କହେ, କାରଣ ଅନୁଗ୍ରହରେ ବିଶ୍ୱାସ ଦ୍ୱାରା ତୁମେମାନେ ପରିତ୍ରାଣ ପାଇଅଛ। ତାହା ତୁମମାନଙ୍କ ନିଜଠାରୁ ହୋଇନାହିଁ, ତାହା ଈଶ୍ୱରଙ୍କର ଦାନ, କ୍ରିୟାକର୍ମରୁ ନୁହେଁ, ଯେପରି କେହି ଦର୍ପ ନ କରେ। କାରଣ ଆମ୍ଭେମାନେ ତାହାଙ୍କ ରଚନା, ଯେ ସମସ୍ତ ସତ୍କାର୍ଯ୍ୟ ଆମ୍ଭେମାନେ କରିବୁ ବୋଲି ଈଶ୍ୱର ପୂର୍ବରୁ ଆୟୋଜନ କରିଥିଲେ, ଆଚରଣରେ ସେହିସବୁ ସାଧନ କରିବା ନିମନ୍ତେ ଖ୍ରୀଷ୍ଟ ଯୀଶୁଙ୍କଠାରେ ସୃଷ୍ଟ। ଈଶ୍ୱର ପୂର୍ବରୁ ହିଁ ଏହି ସମସ୍ତ ଯୋଜନା କରିଥିଲେ ଯେ ଆମେ ଯେପରି ଆପଣା ଜୀବନରେ ସମସ୍ତ ପ୍ରକାର ସତ୍କାର୍ଯ୍ୟ କରିବା। ଏଇଠାରେ 4ଟି ଗୁରୁତ୍ୱପୂର୍ଣ୍ଣ ବିଷୟ ଅବଶ୍ୟ ଧ୍ୟାନ ଦେବା। ପ୍ରଥମତଃ, ଉତ୍ତମ ବା ସତ୍କାର୍ଯ୍ୟ ଦ୍ୱାରା ଆମେ ପରିତ୍ରାଣ ପ୍ରାପ୍ତ କିମ୍ବା ସ୍ୱର୍ଗରେ ପ୍ରବେଶ ପ୍ରାପ୍ତ ହୋଇପାରିବା ନାହିଁ। ଦ୍ୱିତୀୟତଃ, ପରିତ୍ରାଣ ଈଶ୍ୱରଙ୍କର ଅନୁଗ୍ରହ ଦ୍ୱାରା ତଥା ତାହାଙ୍କର ଦାନ ଅଟେ। ଏଥିପାଇଁ ଆପଣଙ୍କୁ କୌଣସି ମୂଲ୍ୟ ଦେବାର ଆବଶ୍ୟକ ନାହିଁ। ତୃତୀୟତଃ, ପରିତ୍ରାଣ କେବଳ ପ୍ରଭୁ ଶ୍ରୀଖ୍ରୀଷ୍ଟଙ୍କଠାରେ ବିଶ୍ୱାସ ଦ୍ୱାରା ହିଁ ପ୍ରାପ୍ତ ହୁଏ। ଚତୁର୍ଥ, ସୁକର୍ମ ବା ସତ୍କାର୍ଯ୍ୟ କରିବା ଦ୍ୱାରା ଆମେ ପରିତ୍ରାଣ ଅର୍ଜନ କରିପାରିବା ନାହିଁ, ବରଂ ଆମେ ପରିତ୍ରାଣର ଦାନ ପାଇଥିବାରୁ ସତ୍କାର୍ଯ୍ୟ କରିବା ଆମ୍ଭମାନଙ୍କର କର୍ତ୍ତବ୍ୟ। ପରିତ୍ରାଣ ପ୍ରାପ୍ତ ଲୋକଙ୍କର ସତ୍କାର୍ଯ୍ୟ ଲାଭଦାୟୀ ଅଟେ। ପ୍ରଭୁଙ୍କର ବାକ୍ୟରେ ଲେଖା ଅଛି, ପ୍ରଭୁ ଶ୍ରୀଖ୍ରୀଷ୍ଟ ଏହି ପ୍ରକାର କହିଲେ, ଏଥିରେ ଚମତ୍କୃତ ହୁଅ ନାହିଁ, କାରଣ ଯେଉଁ ସମୟରେ ସମାଧିସ୍ଥମାନେ ସମସ୍ତେ ତାଙ୍କ ସ୍ୱର ଶୁଣିବେ ଏବଂ ଯେଉଁମାନେ ସତ୍କର୍ମ କରିଅଛନ୍ତି ସେମାନେ ଜୀବନର ପୁନରୁତ୍ଥାନ ନିମନ୍ତେ ଓ ଯେଉଁମାନେ ଅସତ୍କର୍ମ କରିଅଛନ୍ତି ସେମାନେ ଦଣ୍ଡର ପୁନରୁତ୍ଥାନ ନିମନ୍ତେ ବାହାର ହୋଇ ଆସିବେ। ଏହିପରି ସମୟ ଆସୁଅଛି। ଆମେ କି ସମାଧିରୁ ଜୀବନର ପୁନରୁତ୍ଥାନ ପ୍ରାପ୍ତ ହେବାକୁ ବାହାରି ଆସିବା, ପୁଣି ପ୍ରଭୁ ଶ୍ରୀଖ୍ରୀଷ୍ଟଙ୍କ ସହିତ ସ୍ୱର୍ଗକୁ ପ୍ରବେଶ କରିବା, କିମ୍ବା ଦଣ୍ଡର ପୁନରୁତ୍ଥାନ କରି ନର୍କ ଯନ୍ତ୍ରଣା ଭୋଗ କରିବା? ଏହା ସମ୍ବନ୍ଧରେ ଚିନ୍ତା କରି ସଠିକ୍ ନିର୍ଣ୍ଣୟ ନେବା ପାଇଁ ଈଶ୍ୱର ଆପଣଙ୍କୁ ସାହାଯ୍ୟ କରନ୍ତୁ। ଧନ୍ୟବାଦ।